ବାଟରେ ବର୍ଷା ପକାଉଥିଲା ନା? ହଁ ଆଉ ଗାଁ ଆଡ଼େ? ଭୟଙ୍କର ଏଗୁলো ଥଣ୍ଡା ଲାଗୁଛି କେମିତି? ଆସେ ଆସେ ଆସେ। କାଲି ସଞ୍ଜବେଳେ ଏଠି ପକେଇ ନଥିଲା, ଏବେ ଏବେ ଏଇଠି ପକେଇଛି ବୋଧେ ଭୋରୁ ଭୋରୁ। ସଞ୍ଜବେଳେ ସିଆଡେ ବି କୋଉଠି ପକେଇଥିଲା? ସଞ୍ଜବେଳେ ନା ରୁବି ଫୋନ କରିଥିଲା ଦେଇ ବର୍ଷା ତମ ଭାଇ ବାହାରିଲା ବେଳକୁ ବର୍ଷା ପକଉଛି କହିକି। ସେ ମୁଁ ଯେବେ ବାହାରେ ସେଠି ବର୍ଷା ହଁ ନାଇଁ ଚଲେ ଖୁସି ନୁହେଁ ମାନେ ତମେ ପଚାରିଲ ତମେ ଯେବେ ବାହାର ସେଦିନ ବର୍ଷା କଣ କର କହିଲି ମୁଁ ଯେତେବେଳେ ଆର ଦିନରେ ଗାଁରେ ଥିଲି ସେ ଗୋଟେ ବର୍ଷା ବୋଲି ଝିଅ ଥିଲା ତା ସହିତ ମୋର ବାହାଘର ହେଇଥିଲା ସିଏ ମରିଗଲା ସେଇ ଯୋଗୁ ତ ମୁଁ ବାହାରେ ବର୍ଷା କଣ ପାଇଁ ପଡେ ମୁଁ କେମିତି କରିବି? ଯା ଯା ଫ୍ରେଶ ମୁଁ ଚା ବସାଇଲି। ଭାଇ ଡ୍ୟୁଟି ହଁ ଭାଇଙ୍କର ସେ ମାନେ ଏବେ ଆସିବେ? ଏବେ ହଁ ଏବେ ତ ଜଷ୍ଟ ଆସିଲା ବେଳକୁ 6:30 ଘର ତିଆରି ତୋର ମନେ ନଥିବ। ଏ ମାମୁଁ ଭଣଜାଙ୍କର ଗପ ଚାଲିଛି। ଯୋଉ ଉଠାଣି ଥିଲା ଘର ସେଇଠି ସାଇଡରେ ଯୋଉ ଥିଲା ହଁ ଦେଖିଛି ତାକୁ ପୁରା ବ୍ଲାଷ୍ଟ କରି ଉଡେଇବା ପାଇଁ ଦିୱାଲିରେ ନା ନା ଏବେ ତାକୁ ଚାଲିଛି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଉ ଏକ ନୂଆ ବ୍ଲଗ୍ରେ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଙ୍କ କୃପାରୁ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ସୋମବାର। ବ୍ଲଗ୍ଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ରେ ଦେଖୁଥିଲେ ଫଲୋ କରନ୍ତୁ, ଭିଡ଼ିଓ ଗୁଡ଼ିକ ଲାଇକ୍ କମେଣ୍ଟ ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ମୋ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଭାଇ ଆଜି ଗାଁରୁ ଫେରିଲା କ'ଣ ସେ ତ ଏଇ ରାଉରକେଲାରେ ହିଁ ରୁହେ, ଅଫିସ୍ କାମରେ ଭୁବନେଶ୍ୱର ଯାଇଥିଲା ତ ଭୁବନେଶ୍ୱରରୁ ଗାଁକୁ ପଳେଇଥିଲା, ଗାଁରୁ ଆଜି ଆସିଲା। ତା ମାମୁଁ ଆସିଛି କହି କଣ୍ଢେଇ ପୁରା ଖୁସି। ଛୁଆମାନେ ମାମୁଁ ଘରୁ କେହି ଆସିଲେ କି ସେମାନେ ମାମୁଁ ଘରକୁ ଗଲେ ବହୁତ ଖୁସି ହୁଅନ୍ତି। ଆମେ ବି ଯେତେବେଳେ ଛୋଟ ଥିଲୁ ଆମ ଘରକୁ ଆମ ମାମୁଁ ଘର କେହି ଆସିଲେ କି ଆମେ ଯେବେ ମାମୁଁ ଘରକୁ ଯାଉ ବହୁତ ଖୁସି ଲାଗେ। ଏବେ ବି ଏତେ ବଡ଼ ହେଇଗଲୁଣି ମାମୁଁ ଘରକୁ ଗଲେ ଭାରି ଖୁସି ଲାଗେ କି ମାମୁଁ ଘର ବି କେହି ଆସିଲେ ବହୁତ ଖୁସି ଲାଗେ। ପଛରେ ଖୋଲିଥିଲେ ହେଇନଥାନ୍ତା? 3 ଦିନ ହେଲା ଫାଙ୍କି ମାରି ବୁଲଛି, ମତେ ଡ୍ୟୁଟି ଯିବାର ଅଛି ଆଜି। ଟିକେ ଆରାମସେ ଯିବୁ। ନା ଆରାମସେ ଯିବୁ। ବୋଉ ଆଉ ଭାଉଜ ମାନେ ସବୁ କଣ କଣ ଦେଇ ପଠେଇଛନ୍ତି ତ ମୋ ପାଇଁ? ପୁଅର ମିକ୍ସଚର, ଝିଅ ତା ଭାଇ ପାଇଁ ନୁଡଲ୍ସ ପଠେଇଛି। ତାର ସେୟାର ହୋଲ୍ଡର ମାନେ ଗୋଟେ ଆସିଥିଲା ଭାଗ କରିଦେଇଛି, ପୁଅ ସାନ ପୁଅ ୟାର ଧନୁର, ତାର ଧନୁର 2ଟା, ତୋର ଦେଇଛି କେତେ 5ଟା ନା 6ଟା, ବାକି ସବୁ ତାର। ଛୁଆ ଭାଗ ବୋଉ ପଠେଇଛି ପୁଅ ପାଇଁ ଗ୍ଲୁକୋଜ, ଖରାରେ ପିଇକି ଖେଳିବାକୁ ଯିବ। ଗୁଡ ଏଇଟା ହଁ ମୁଁ ରୁବି କହିଥିଲି ଟିକେ ଗାଁ ଗୁଡ ପଠେଇବୁ କହିକି। ଦେଶୀ ଗୁଡ। ହଁ ଗାଁ ଗୁଡ। ଗାଁରେ ତ ଗାଁ ଗୁଡ ତ ହୁଏନି, ଆଖୁ ଗୁଡ। ରହ ଗାଁ ଗୁଡ ହେଲା। ଏଟା ହଉଛି ବାଡି ସାରୁ। ବାଡି ସାରୁ ଏଠି ଢାଳି ଗନ୍ଧିଆ କରିବ ଦେଖୁଛୁ ନା। ଫେର କହିବୁ ସାରୁ ନହେଲେ ଆଳୁ ପ୍ରମାଣ ଦରକାର ନା ସାରୁ ବଦମାସଟା ହେଲା। ହଁ ଏଟା କଣ ଅଛି ଆ ଭିତରେ? ବାଡି କହୁଥିଲା ତ ବାଡି। ଆଚ୍ଛା ଦେଖିବା, ଏଟା ଲିମ୍ବ ପତ୍ର ଶୁଖେଇକି ଦେଇଛି। ହଁ ହଁ ମତେ କହିଥିଲା ଦେଉ ଟିକେ ଶୁଖେଇ ଦବ। ହଳଦୀ ଖୋଳା ହେଇଥିଲା ପେସିଂ। ଏଟା 2 ପ୍ରକାର ବଢି, ହଁ ମସଲା ବଢି। ଏଟା ନର୍ମାଲ ବଡି ରଖିଦେ, ଏହି ଗୁଣ୍ଡ ହେଇଯିବ ମୋର ଗୁଣ୍ଡ ରଖିଦଉଛି, ତୁ ତୋର ପରେ ଦେଖିଦବୁ। ମୋର ଲିମ୍ବ କୋଡ଼ିଟା ବାହାର କରିଦେ। ହଁ ଆଜି ତ ଖାଇପାରିବୁନି ନା, ଆଜି କହିବେ ନବରାତ୍ରି ଚାଲିବ, ମୁଁ ତାକୁ ଶୁଖେଇକି ରଖିଦେବି। ଏଇଥିରେ ଥାଉ, ତୁ ତୋର ପରେ ସାଇଜ କରିବୁ। ଶୁଖେଇବୁ କଣ, ଖରାରେ ଶୁଖେଇବୁ ପୁରା ଖରାପ ହେଇଯିବ, ବହୁତ ଶୁଖି ହେଇଯିବ। ରୁବି କହିଲା ଦେଇ ଟିକେ ଖରାରେ ଦେଖେଇ ଦବ। ଏଇଟା ମୋ ଜିନିଷ, ମୁଁ ଦେଖେଇବି। ଏ ମା ସେଗୁଡାକ ତାର। ପୁଅକୁ ପେଣ୍ଟିଂ ପଠେଇଛି, ତା ଝିଅ ପଠେଇଛି ପେଣ୍ଟିଂ, ସେ ବି ପେଣ୍ଟିଂ ବନେଇନି, ସେ ବି ଆର୍ଟିଫିସିଆଲ ପେଣ୍ଟିଂ। ଚା ପିଇଦବା। ବନା ତ ଆଗେ ବସେଇଲିଣି ପା। ନା ବସେଇନି। ଗଞ୍ଜିଟା କୋଉଠି ପିଲାଟା ପକେଇଛି ଦେଖେ। ଏ ତ ଗଞ୍ଜି ଉଠା ଡାଇନିଂ ଚେୟାରରୁ। ଗଞ୍ଜି ଏଟା। ଚାଲ କଚଡା ହେଇଗଲା, ଫେର ଝାଡୁ ମାର। ହଁ କରିବା ବୁଲିକି ସେ ଜାଗାରୁ ଆଜି। ବଢିଆ ଲାଗୁଛି ଭାଇ। ଆରେ ପାଗ ଏମିତି ଦେଇଛି, ମୁଁ ତ ଶୋଇ ଦେଖୁନୁ ମାମୁଁ ଗଞ୍ଜିଟାକୁ କାନ୍ଧରେ ପକେଇଛି, ତାକୁ ଦେଲି, ସେ ଡାଇନିଂ ଚେୟାରରେ ପକେଇଥିଲା, ସେ ଆଣି କାନ୍ଧରେ ପକେଇଦେଲା। ଗୋଟେ 2-3 ଦିନରେ ତୁ ଭାବ 2000 କିଲୋମିଟର ଜର୍ଣ୍ଣି କରିବୁ, ତୋର ଅବସ୍ଥା କଣ ରହିବ? ଭାଇ ଆସିବ କେତେବେଳେ କେଜାଣି? 6:40 ହେଲାଣି।
ମତେ ତ ମଜା ନାହିଁ କାଇଁ କରେନି ନା ମତେ ଭଲ ଲାଗେ ସ୍ଲିପିଂ ନାହିଁ ଓନ୍ଲି ସିଟିଂ ବସ୍ ଏକଲା ହଁ ପୁଣି କେବେ ଗାଁକୁ ଯିବୁ ପୁଣି କେବେ ଗାଁକୁ ଯିବୁ ଛୁଟି ତ ଡ୍ୟୁଟି ହେଇଥିଲି ଛୁଟିରେ ଯିବି 19 ତାରିଖ ରହିବୁ ନା କିଛି ଦିନ ଯାଇକି 10-12 ଦିନ 15 ଦିନ ପାଖାପାଖି ମଜା 6 ମାସ ହେଲା ଛୁଟି ଡ୍ୟୁଟି ରୁ ଯାଇଥିଲ 3 ଦିନ ଥାକି କେମିତି ମାରଲ ସବୁ ସିକ୍ରେଟ କ୍ୟାମେରା ଇଏ ବି ଆସିଗଲେଣି ଏମାନେ ହସେ ହସେ ମତେ ମାରିଦେବେ ଇଏ ଏମିତି କୋଉଠି ଠିଆ ହେଇଛ ଯେମିତି ମାସୁମ ଭଳିଆ ଚିନ୍ତା ଶିଶିପକୁ କରିକି ଆସିଛନ୍ତି ରୋ ଚା ଦିଅ ହଁ ଦଉଛି ଆମେ କେହି ବି ଚା ପିଇନୁ ତାକୁ ଚା ଦେବି ଦେବି କେହି ଅଧଘଣ୍ଟା ପାର କରିଦେଲେଣି ମାନେ ବସେଇଲିଣି ଏ ସିଏ ମୋ ସାଙ୍ଗେ ଗପୁଛି ଲାଗୁଛି ସେଇ ନିଜେ ଉତ୍ପାଦ ହଉଛି ତମେ ଆଉ ବିଲକୁଲ ସାଥ ଦଉଛ କି ବାବା ମାମୁଁ ଗଞ୍ଜିଟା ବୋଧେ ବାହାରିବନି କାନ୍ଧରେ ଆଜି ମାମୁଁ ମାନେ ଆସିଲେ କି ମାମୁଁ ଘରକୁ କେହି ଆସିଲେ ଛୁଆଙ୍କର ଭାରି ଖୁସି ନା କାଲି ନା ପହରଦିନ ଏଇ ବ୍ୟାଗରେ ଯୋଉ ଲାଗିଛି ଏଟା ଚେନଟା ଏଟା କଣ ଲାଗିକି ଥାଏ ନା ଲଗେଇଛ ଏଟା ଲାଗିକି ମିଳେ ସେ ମତେ ଗୋଟେ ଦେଇନି କି ନୂଆ ବ୍ୟାଗଟା ସେମିତି ଚେନ୍ ଲାଗି ବିନା ଚେନ୍ ବାଲା ଚେନ୍ ନାହିଁ ତାର ନା ଆଉ କାହିଁକି ତୁ ନିଜେ ଭଲ ଚେନ୍ ବାଲା ମତେ କାହିଁ ବିନା ଚେନ୍ ବାଲା ଦେଲୁ ହେ ସେ ତାର ଭାଇ ଭାଗ ହେଇଛି ଛାଡି ଦିଅ ସେଟା ତାର ଭାଗ ହେଇଛି ତାର ତାକୁ କଣ ଦେଇଛନ୍ତି ମତେ କଣ ଦେଇଛନ୍ତି ଭାଗ ହେଇଛି ଆମ ଦି ଜଣଙ୍କର ହଉ ତମେ ଫ୍ରେଶ ହମ ଚା ନେଇକି ଆସୁଛି ନା ଝିଅ କଣ ଡ୍ରଇଂ ଗୁଡା ପଠେଇଛି ଚା ତ ରେଡି ହେଇଗଲା ଏମାନଙ୍କର ଗପ ପସରା ଚାଲିଛି ଏଇ ଉଠ ଚା ନିଅ ଏଟାକୁ ବେଶୀ ଥକା ଲାଗୁଛି ଉଠବେ ଉଠେ ପିଣ୍ଟୁ ତାକୁ ଲଗେଇ ଗୋଟେ ନା ନା ଭୁଲ କହୁଛୁ ଶୁଣ ମୁଁ ତ ସେଥିପାଇଁ ରାଗିଛି ତା ଉପରେ ବାକି ମୋର ଷ୍ଟିଲ୍ ଗ୍ଲାସ ନାହିଁ କି ତୁ ବି ଷ୍ଟିଲ୍ ଗ୍ଲାସ ରେ ପିଇବୁ କପରେ ପିଲେ ମୋର ଭଲ ଦଉଛି ରେ କପ ମା ମାଧବଜୀ ସାଙ୍ଗେ ସାଙ୍ଗେ ଚା ନେଇକି ଆସିବେ କପରେ ଅଫିସ କୋଉଠି ଯାଇଥିଲୁ ଭାଇ ବି ତ ସବୁବେଳେ ଗ୍ଲାସ ରେ ହିଁ ପିଅନ୍ତି ମୁଁ ପିଇ ପାରିବିନି ମଜା ଅଲଗା ଥାଏ ମୁଁ ଜମା ପିଇ ପାରିବିନି ପୁରା ତାତି ଯିବ ମା ହାତ ମମ୍ମୀ କପରେ ପିଅନ୍ତି ମୁଁ ବି କପରେ ପିଏ ଯେବେ ପିଏ ଇଏ ମତେ କପରେ ଏକଦମ ଭଲ ଲାଗେ ତମର ନେ ହଁ ହଁ ଇଏ କଣ କହୁଛି କଥା ଆଜି ଏ ବର୍ଷା ରହିବ କି ନାଇଁ କେଜାଣି ଝିପ୍ ଝିପ୍ ପକଉଛି କି 9ଟା 10ଟା ବେଳକୁ ରହିବ ଯଦି ରହିବ ମାଇ ସେଇଠି ଗାଁରେ ଅଛନ୍ତି ତମେ ଏଇଠି ଅଛ ଆମ ଗପ ନା ଆମ ଗପ ବେଡରୁମ ଆରମ୍ଭ ହେଲା ପୁଣି ଡ୍ରଇଂ ରୁମ କୁ ଗଲା ପୁଣି ବେଡରୁମ କୁ ପୁଣି ଏଠିକି ଲାଷ୍ଟ ଫାଇନାଲ ଚାକିରି ଅଛି ଖଟି ମାରିଆ ଜିନିଷଟା ବେଳରୁ ସମସ୍ତ ଇନବିଲ୍ଟ କ୍ୱାଲିଟି ଥାଏ ଲାଷ୍ଟ କୁ ଆମେ ତଳକୁ ପଳେଇ ଆସିଲେ ଗପି ଗପି ସମସ୍ତେ ଏମାନଙ୍କର ଗପ ସରୁନି ଯେ ମତେ ଆଉ ଥରେ ଚା ବସିବା ପାଇଁ କହିଲେ ଯୋଗକୁ ବର୍ଷା ହଉଛି ହଁ ଚା ବସିବା ପାଇଁ କହିଦେଲ ଆଉ ଚା ହେଇଗଲାଣି ଚାଲ ଫୁଲ ତୋଳୁଛନ୍ତି ବର୍ଷାଟା ଟିକେ ରହିଛି ତ ସେଥିପାଇଁ କହିଲେ ଫୁଲଟା ତୋଳି ଦିଏ ନହେଲେ ପୁଣି ତୋଳି ହବନି ଯଦି ବେଶୀ ବର୍ଷା ପକେଇବ ହଁ ପା ତମେ ଆଜି ଚୁଟି କଲର କରିବ କି ନାଇଁ ଆଗେ କହିଲ ହଁ ଆଜି ହିଁ କରିବ ଚା ନେ ଚା ପିଇଦେଲେ ଗୋଡ ଫୁଲ ଯାଇଛି ଆରେ 2000 କିଲୋମିଟର ଜର୍ନି ଗୋଟେ 2 ଦିନରେ ତ ଚିନ୍ତା କର ତମେ ଆସି ତମ ଚା ଟା ନିଅ ଭାଇ ଛାଡ ସେ କଥା କହୁନି ନିଅ ନିଅ ଚା ଟା ନିଅ ଧର ଏବେ ପିଣ୍ଟୁ ବାହାରୁଛି ତା ଭାଇ ଯିବେ ତାକୁ ଛାଡ଼ି ଦେଇକି ଆସିବେ ତା ରୁମରେ ସେ ତ ଏଇ ବାସନ୍ତୀ କଲୋନୀରେ ରହୁଛି ଆସିବୁ ଦେଖିକି ହେଲା ତୁ ତ ଘରକୁ ଆଉ 10-15 ଦିନ ପରେ ଯିବୁ ନା ଆଉ ଥରେ ଗାଁକୁ ଆଉ 19 ତାରିଖ ବେଳକୁ ଯିବ ରୁବି କହିଲା ତମ ଭାଇ ଆସିବେ 19 ତାରିଖ 20 ତାରିଖ ଆଉ କେତେ ଆଜି କେତେ ଦିନ ହେଲା 8 ତାରିଖ ହେଇଗଲାଣି ଆମ କଥା କେତେବେଳୁ କଥା ହେଲାଣି ସରୁନି ଆମ କଥା ସେମାନେ ତ ତାଙ୍କର ବାହାରି ଗଲେ ବାବା ଗୋଟେ କାମ କରିଦବୁ କି ପାରିବୁ କି ପିଲୋ ଗୁଡାକ ସବୁ କଭର ଗୁଡା କାଢିଦେ ନା ମୁଁ ବେଡସିଟ୍ ଆଜି କାଚିବି ନା ବାଗାନ ଏଇଟା କଚା ହବ ଆଜି ବେଡସିଟ୍ ଗୁଡା କାଚିବି ମାମୁଁ ବୋଧେ ଇଏ କଲା ତା ମୋର ତ ନୁହଁ ମାମୁଁ ବେଗରେ ଲାଗିଥିଲା ଏ ପିଲୋ ସବୁ କଭର କାଢିଦେ ଟିକେ ବେଡସିଟ୍ ଟା କାଢିଦେ ମୁଁ ତା ଭିତରେ ତୋ ପାଇଁ ବ୍ରେକଫାଷ୍ଟ ବନେଇ ଦଉଛି ହେଲା
गोटे पिला को कहली टे बेडसीटा काढ़ी दे से छाड़ी छुड़ा देकी पळेला पुओ पे टिके इपी बनाऊची पागटा आज एमती करी जे हेले भी कपड़ा काची बहुत कपड़ा गुड़ा सब रही गलानी जहाँ भी हेले मते काचिया ପାଇଁ पड़िबो बाबा ने तरफ ब्रेकफास्ट ये भी आसीगले पिंटू को छाड़ी एत डेरी कौन करूल जे कौन कहली वर्षा हला कहली तो ठीक रेलवे कॉलोनी पाखे वर्षा हला पड़े आसती मैं जो स्टेशन जस्ट आगू अच्छा अच्छा मेसीन रे तो कपड़ा दे देले अधा कपड़ा देची एतिक आगे काची हो जाओ तापर बाकी तक देखा जीवो एबे बासन गुड़ा सब माजिबी बासन माजिबी बेड रे बेडशीट पकेबी काम सब लेट हो गलानी उठे एत डेरी होगलानी को काम केतले करियो किछि बुझा पड़ुनी ये टे पूजा कर देबे कहले ठाकुर को बोलणी भी बेड रे तो बेडशीट पके देली ये भी तांकर पूजा पाठ करके रेडी होचंदी रेडी हो गले हाँ रेडी हो गले जीवे भी मार्केट आड़े आज तो तांकर ऑफ घियो टिका आनी हाँ घी आनिबो ए पागरे कपड़ा सब काचिलिनी करिबी कोन सुखेबी केंदे मते चिंता लागलेनी हैं सुखिबनी सुखी भीतर पके ब्लैंकेट गुड़ा भी काची देची ना हो देखिए आराम से जीव है समय तो 12:30 होगलानी ए पाग जमती एत कपड़ा पूरा काची देची आहरी अधा भी मेसीन रे पड़ी बाहर तो सुखेवा संभव न पूरा झिपिर झिपिर वर्षा पकाउछि आ गाड़ी घर भी एत जगह नहीं जे लुगा सुखे हबो कहि जगह अछि दीटी तार सेतरे बा केते कपड़ा सुखे हबो किंतु कोन करियो गोटा पर गोटे सुखेबी आ जीबी एबे रोसे करबी आज तो सोमवार सब साधा रे माने बिना प्याज रसुण रे रोसे हवा कथा किंतु ये कहले कि काली जेमती माछ मुंड फ्राए हेतला सेमिति आलू को फ्राए करिया पई तो भाबिली साधा तरकारी तो अच्छी मर हो आउ से बाप पुओं पर आलू को सेमती फ्राए करदेवी ता सांकु रुटी करदेवी आ जोगु तो वर्षा पाग रुटी हेले भल भावुल 2-4 मिनट बसी पड़े फंगल नाई एमती भी दुनिया बेला हो गलानी ताधर आहरी कपड़ा अच्छी मेसीन रे सेगुड़ा पुणी स्पिनिंग रे देवी अटा चकुड़ी भी परिवा काटी परिवार तो सेमती किसी ना खाली आलू काटबार अच्छे तेज जहाँ भी हो बसी पड़ा मैंने लेट हो अलरेडी आज लेट है आलू फ्राए करने कड़े बस तेल दे देती तेल तो गरम होगलानी सोरिष देदेवी सोरिष तो फुटीगलानी आलू काटिक रखी देदेवी लुण आलू तो भाजबार 2-4 मिनट हो गलानी पियाज काटिक रखी देदेवी आलू सांगे पियाज को भाजबार ये 1-2 मिनट हो गलानी टमाटर कंचा लंका काटिक रखी देदेवी ए लंका गुंड और सब्जी मसला भी दे देची एका सांगे देखो फ्रेंड्स आलू फ्राए तो रेडी होगला ए धनिया पत्र काटिक रखी देकी बंद करदेवी एटा तो होगला अटा भी दलिक रखी जीवी ए रुटी करी एंकु फोन करथिले एंकु आसीबा लेट हवा कहले तो कंढे के भोक लागला ताको खाया पे दे देची कंढे लंच प्लेट रे अछि आलू फ्राए रुटी आ मसला बड़ी माने एथरे प्याज रसुण किसी पड़ीनी आंब अदा कंचा लंका धनिया पत्र एमती सब कौन पड़ी बाबा रे माई आ बो पचारथिले बड़ी केमती हेची कहया पे बड़ी बढ़िया है इधर बड़ी जोर कला बढ़िया लगे हाँ कंढे तो आई को बो डाके हल्का ही ना बड़ी पूरा कंढे तो खाइलानी खाली अल्प रुटी करी भोक लगला देदेली आउ 2टा रुटी अच्छी जा कर देके आसी समय तो 3:15 हो गलानी एपर्यंत सी आसी ना मु भाविली खालटे बसबे एका सारे घर झाड़ू कर दिए नहले पुणी आ खाई सारा पूरा घर झाड़ू करने बाध्य कारण काम पूरा दुनिया होगलानी ना
ଏବେ ଏଇ ଲୋକ ଆସୁଛନ୍ତି 4:10 କି 15 ହେଲାଣି। ଲଞ୍ଚ ହେଇନି କିନ୍ତୁ 4ଟା ବେଳେ ଘର ଝାଡୁ ସରିଲାଣି ଆମର। କାମ ପଡିଗଲା ଟିକେ ଆଉ। ତମର ସବୁବେଳେ କାମ ପଡ଼ିଯାଉଛି। ଭୋକ ହେଲାଣି, ପୁଅ ତାର ଖାଇକି ଶୋଇଲାଣି। ଭୋକ ହେଲାଣି କଣ, ଭୋକ ହେଇକି ମରିଗଲାଣି। ଆସ ଆସ। ସେପଟେ ପିଆଜ ରସୁଣ ହାତ ବଜେଇବନି, ସାଧାରେ ସେଗୁଡାକ ମୋର। ଏଟା କଣ ଦୋ ପିଆଜ? ନା, ଯେମିତି କାଲି କହିଥିଲା ମାଛ ମୁଣ୍ଡ ଫ୍ରାଏ କରିବା ପାଇଁ ସେମିତି କଣ୍ଡେଇକି ବି ଭଲ ଲାଗିଲା। ସେ ତ କଲାବେଳୁ ବାସ୍ନା ହଉଛି କହୁଥିଲା। ଟିକେ ବଡ଼ିଟା ଖାଇକି ଦେଖ, ମୁଁ ରୁଟି ସାଙ୍ଗରେ ବଡ଼ି ଭାଜିକି ଦେଇଛି, ହାଲକା ହେଇଛି କି ନାହିଁ। ସେମାନେ ପଚାରୁଥିଲେ କହିକି, ମୁଁ କହିଲି ଭାଇଙ୍କି ଖାଇଲା ବେଳେ କରିକି ଦେବି। ପୁଅ ବି କହିଲା ତ ଦେଖ ତମେ ଖାଇକି। ହାଲକା ହେଇଛି ନା? ସେଟା ଗୋଟେ ମସଲା ବଡ଼ି ଅଛି, ଦେଖ ସେଟା କେମିତି ଲାଗୁଛି, ଛୋଟିଆ ଛୋଟିଆ ଯେଗୁଡ଼ାକ। ଭଲ ହେଇଛି ନା? ହଁ ବା, ସେଇଟା ଇଏ କରିକି ଦେଖ, ମସଲା ବଡ଼ି ରାଗ ହେଲେ ତ ଖାଇକି ଦେଖ। ମୁଁ କେମିତି କହିବି, ତମେ ଖାଅ। ମସଲା ବଡ଼ି ମାନେ କଣ? ହଁ ବା, ସେଇଟା ରୁବି କହିଛି ଦେଇ ପଖାଳ ଫଖାଳରେ ଖାଇବ ସବୁ। ମୁଁ ରୁଟି ସାଙ୍ଗରେ କାହିଁକି ଦେଲି କହିଲ, ଟିକେ ମାନେ ସେମାନେ ପଚାରିଲେ ତ ଦେଇ ଭାଜି ଖାଇ କହିବ କେମିତି ହେଇଛି, ହାଲକା କି ନାହିଁ। ହଁ, ଟେଷ୍ଟଟା କେମିତି ହେଇଛି। ଆଜି ତ ଆମର ଆଉ ଭାତ ହେଇନି, ସେଇଥିପାଇଁ ରୁଟିରେ ଭାଜିକି ଦେଇଦେଲି। ଏଇ ବଟା ବେଶୀ ଭଲ ଲାଗୁଛି ମସଲା ବଡ଼ା। ଇଏ ତ ଖାଇଲେଣି। ମୋ ଲଞ୍ଚ ପ୍ଲେଟ୍ଟା ବି ଟିକେ ଦେଖେଇ ଦେଉଛି। ଲଞ୍ଚ ତ ନୁହେଁ, ଆଫ୍ଟରନୁନ୍ ପରେ ହେଇଗଲାଣି, ମାନେ 4:20-25 ହେଇଗଲାଣି। ମୋ ଲଞ୍ଚରେ ଅଛି ରୁଟି, ଚଣା ଡାଲି, ବୋଇତାଳୁ ଆଳୁର ତରକାରୀ, ଏଟା ଚଣା ଆଳୁ ତରକାରୀ। ମୁଁ ତ ଖାଇ ବସିଲୁଣି। ପିଆଜ ରସୁଣ ଖୁଆଇଦେବି ଜାଣିଛ। ମାରିଦେବି ସଞ୍ଜନ, ପିଆଜ ରସୁଣ ଖୁଆଇଦେବ। ବ୍ଲଗ୍ଟା ତ ବହୁତ ଲମ୍ବା ହେଲାଣି, ଆଉ କଣ୍ଟିନ୍ୟୁ ନକରି ବ୍ଲଗ୍ଟିকে ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ। ଜୟ ଜଗନ୍ନାଥ।